ନମସ୍କାର ସାଙ୍ଗମାନେ, କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି। ଆଶା କରୁଛି ଆପଣମାନେ ବି ବହୁତ ଭଲରେ ଥିବେ। ମୁଁ ଆପଣମାନଙ୍କ ପାଇଁ ଗୋଟେ ନ୍ୟୁ ରେସିପି ନେଇ ଆସିଛି। କ'ଣ କହିଲେ ଦେଖି? ବିନା ରସୁଣରେ ଖଟା ପାଣି। ଦେଖନ୍ତୁ, ମୁଁ ଆଜି ପୁରା ଦେଶୀ ଷ୍ଟାଇଲରେ ପୁରା ଚୁଲିରେ ରୋଷେଇ କରୁଛି, ଦେଖୁଛନ୍ତି? ତ ମୁଁ କଡ଼େଇରେ ହାଲକା ତେଲ ଦେଇ, ଦେଖନ୍ତୁ ପରିବାଟି ମୁଁ ନେଇଛି ମୂଳା, ବୋଇତାଳୁ, ବାଇଗଣ ହାଲକା ତେଲରେ ଭାଜି ପାଣି ଦେଇଦେଲି। ତାପରେ ଟିକେ ଫୁଟିଗଲା ପରେ ଲୁଣ ହଳଦୀ ପକାଇ ତାକୁ ସିଝିବାକୁ ଲଗାଇଦେଲି। ଆଉ ଏଠି ଆମର ନୂଆ କଇଁଆକୁ ମୁଁ ଭେଦେଇ ରଖିଦେଇଥିଲି, ସେଥିରେ ମୁଁ ଚକଟି ଦେଲି। ଚକଟିକି ତା'ର ମଞ୍ଜି ସବୁ ଫିଙ୍ଗି ଦେଇ ଖଟା ପାଣିକୁ ଦେଖନ୍ତୁ ମୁଁ ଢାଳିଦେଲି ସିଝା ହେଇଥିବା ପରିବାରେ। ତାପରେ ଟିକେ ହାଲକା ଗୋଳେଇ ଦେଇକି ପୁଣି ଢାଳିଦେଲି ମୋର କଂସାକୁ। ତାପରେ ଟିକେ ହାଲକା ମିଠା କରିବା, କାହିଁକିନା ଖଟା ତ ଭଲ ଲାଗିବନି ନା, ଖଟା ମିଠାଟା ଭଲ ଲାଗେ। ତ ଖଟା ମିଠା କରିବା ପାଇଁ ହାଲକା ଚିନି ଦେଲି। ତାପରେ କଢ଼େଇ ଧୋଇ ସେଥିରେ ହାଲକା ତେଲ ଦେଇ, ରସୁଣ ତ ପଡ଼ିବନି ସାଙ୍ଗମାନେ, ତ ବଡ଼ି, ଫୁଟଣ, କଞ୍ଚା ଲଙ୍କା, ଶୁଖିଲା ଲଙ୍କାରେ ମୁଁ ଛୁଙ୍କ ଦେଇଦେଲି ଖଟା ପାଣି। ଦେଖନ୍ତୁ ହାଲକା ଲଙ୍କାଗୁଣ୍ଡ ବି ଦେଇଦେଲି, କାଶ୍ମୀର ଲଙ୍କାଗୁଣ୍ଡ। ତାପରେ ଧଣିଆ ପତ୍ର ଦେଇ ମୋର ଆଜିର ଖଟା ପାଣିକୁ ମୁଁ ରେଡ଼ି କରିଦେଲି। ଦେଖନ୍ତୁ ପୁରା ଗରମା ଗରମ ଖଟା ପାଣି। ସାଙ୍ଗମାନେ କହିଲେ ମୂଳାର ବାସ୍ନା କେମିତି ଲାଗେ ଖଟା ପାଣିରେ?